ଏ ବିଷୟ କିଏ କରୁଛି ସେ ବିଷୟ ଆପଣ ଅନୁସନ୍ଧାନ କରିବେ ନା ଆଉ ବିଜେପି ଡରିକି ମେଣ୍ଟ କଥା କିଏ କରୁଛି ଆପଣ ତାଙ୍କ ଅନୁସନ୍ଧାନଟା ଆପଣ କରିବେ ନା ଆଉ କାହିଁକି କରୁଛି ଏ ପ୍ରଚାର କିଏ କରାଉଛି ଏପର୍ଯ୍ୟନ୍ତ ରାଷ୍ଟ୍ରୀୟ ସଭାପତି ମୁହଁ ଖୋଲି କିଛି କହିନାହାନ୍ତି ବିଜେପିର ଯଦିଓ ବିଜେଡି ଚାହିଁବ ମେଣ୍ଟ ଗଠନ କରିବା ପାଇଁ ବିଜେପି ଆହ୍ୱାନ କରିବ ତେବେ ଆକୁ ଗ୍ରହଣ କରିବ କି ଆଗେ କିଏ କରୁଛି ଅନୁସନ୍ଧାନ କରନ୍ତୁ ତାପରେ ପୁଣି ସେ ବିଷୟ ଆସିବ ପ୍ରଶ୍ନ କାହିଁକି ଉଠୁଛି ରିମୋର ଉଠିଥିଲା ଯେଉଁ ମେଣ୍ଟ ହେଉଛି ଆଗାମୀ ଦିନରେ ତ ସେ ବିଷୟରେ କିଏ କରାଉଥିଲା କିଏ କରେନା ତା ରୁଟ୍କୁ ଯାଆନ୍ତୁ ଏଫେକ୍ଟ ଗୁଡ଼ାକ କାହିଁ ଦେଖୁଛନ୍ତି ପ୍ରଚାର ତ ହେଇଛି ମୁଁ ଜାଣିଛି ମୁଁ ତ 12:30 ଗଲି ଦିଲ୍ଲୀ ଭୁବନେଶ୍ୱର ଛାଡ଼ିଲି ଏଥିରେ ଅନୁସନ୍ଧାନ ସାପେକ୍ଷ ଅନୁସନ୍ଧାନ କଲା ପରେ ମୁଁ ପ୍ରଶ୍ନ ପଚାରିଲେ ଭଲ ମୋତେ ସାମ୍ବାଦିକମାନେ ପଚାରିଲେ ଆମ ମିଟିଂ ବୈଠକ ରୁଟିନ୍ ଯେମିତି କଥା କେହି ତା ବିଷୟ ପଚାରିନାହାନ୍ତି ମୁଁ ତ କିଛି କହିନାହିଁ ଆମ ଅଲ୍ ଇଣ୍ଡିଆ ସଭାପତି ଦିଲ୍ଲୀ କିଛି କହିନାହାନ୍ତି ଆପଣ କରନ୍ତୁ ଗୁଜବର ହାତ ଗୁଣ ନାହିଁ ଗୁଜବ କରାଯାଉ ଗୁଜବ କରିବାକୁ କିଏ ମନା କଲା ହର୍ଷେସ୍ ମାଉଥରୁ ନ ବାହାରିଲା ପର୍ଯ୍ୟନ୍ତ ତ ଟିଭି ବାଲା ଆମ ଦଳର ନିଷ୍ପତ୍ତି ଗ୍ରହଣ କରିବେନି ଟିଭି ରେଡ଼ିଓ ଖବରକାଗଜ 2:30 ମୁଁ ଦିଲ୍ଲୀରୁ ଓହ୍ଲାଇଲା ବେଳେ ପୁରା ମନଗଢ଼ା କାହାଣୀ ସବୁ କେଉଁଠି ଆସିଲା ଏସବୁ ଚର୍ଚ୍ଚା ଆଲୋଚନା ଏ କାହାଣୀ ସବୁ କେଉଁଠି ଆସିଲା ପ୍ରଚାରତନ୍ତ୍ର ଆପଣଙ୍କର ଫେସବୁକ୍ ଦଳର ନୀତିଗତ ନିଷ୍ପତ୍ତି ପାଇଁ ପାର୍ଲାମେଣ୍ଟ ପାର୍ଟି ଗୋଟେ ଭାରତୀୟ ଜନତା ପାର୍ଟିର ଅଛି ପାର୍ଲାମେଣ୍ଟ ପାର୍ଟିରେ ନିଷ୍ପତ୍ତି ହେବ ଆମ ଦଳର କିଏ କ୍ୟାଣ୍ଡିଡେଟ୍ ହେବ ଆମ ଦଳର କେତେ ସିଟ୍ରେ ଲଢ଼ିବ ଆମ ଦଳର କ'ଣ ନୀତିଗତ ନିଷ୍ପତ୍ତି ହେବ କ'ଣ କରାଯିବ ନିର୍ବାଚନ କାହା ସାହାଯ୍ୟରେ ଲଢ଼ାଯିବ କାହା ସାହାଯ୍ୟରେ ଲଢ଼ାଯିବନି ତ ପାର୍ଲାମେଣ୍ଟ ପାର୍ଟି ଡିସାଇଡ଼୍ କରିବ ନା ସମସ୍ତଙ୍କୁ ପଚାରୁ ଯାଇକି 24 କୌଣସି ସମ୍ଭାବନା ନାହିଁ 24 ନିର୍ବାଚନ ହେବ 12 ତାରିଖ ନିର୍ବାଚନ 11, 12, 13 ଘୋଷଣା ହେବ 18 ନୋମିନେସନ୍ 18 ପାଖାପାଖିରେ ନୋମିନେସନ୍ ହେବ ଟେଣ୍ଟେଟିଭ୍ ଜଣାପଡ଼ୁଛି ଆପଣ ନିଷ୍ପତ୍ତିଟା ଆପଣ ନିଜ ହାତକୁ କେମିତି ନେଉଛନ୍ତି ଆପଣଙ୍କ 24 ଘଣ୍ଟା ଚ୍ୟାନେଲ୍ କେମିତି ବାଜିବ ସେ ବିଷୟରେ ଆପଣ ତତ୍ପର ହେବା ଉଚିତ କିନ୍ତୁ ଏ ବିଷୟରେ ନୁହେଁ ଯେ ମନଗଢ଼ା କାହାଣୀ ଯେଉଁ କଥାର କିଛି ଭିତ୍ତି ନାହିଁ ଚର୍ଚ୍ଚା ଆଲୋଚନା ନାହିଁ ଅଥବା ବର୍ଷ ହେଇଥିଲା ପାର୍ଲାମେଣ୍ଟ ପାର୍ଟି ଡିସାଇଡ଼୍ କଲେ ମୁଁ ଲଢ଼ିବି ମୋ ପାର୍ଟି ନିଷ୍ପତ୍ତି କରିବ ମନମୋହନ ସିଂହ ଲଢ଼ିବେ ମୁଁ ନିଶ୍ଚୟ ଲଢ଼ିବି ଏଠି ମୁଁ 5 ବର୍ଷ ହେଲା କାମ କରୁଛି ନିଶ୍ଚୟ ଲଢ଼ିବି ଏହିଭଳି ଭିଡ଼ିଓ ଦେଖିବା ପାଇଁ ଆମ ଚ୍ୟାନେଲକୁ ଲାଇକ୍ ସେୟାର ସବସ୍କ୍ରାଇବ୍ କରନ୍ତୁ। ବ୍ୟୁରୋ ରିପୋର୍ଟ ଓଡ଼ିଆ ନ୍ୟୁଜ୍।